ଓଡ଼ିଶା ସରକାରଙ୍କର ମିଶନ ଶକ୍ତି ବିଭାଗ ଦ୍ୱାରା ସୁଭଦ୍ରା ଶକ୍ତି ବ୍ଲକ ସ୍ତରୀୟ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଆଜି ସବଡେକା ବ୍ଲକର ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ଓଡ଼ିଶା ବିଧାନସଭା ଉପବାଚସ୍ପତି ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇ ଯୋଗଦେଇ ପ୍ରତିଯୋଗିତାର ଶୁଭ ଉଦ୍ଘାଟନ କରିବା ସହ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ସୁଭଦ୍ରା ଶକ୍ତିମାନଙ୍କୁ ଉତ୍ସାହିତ କରିଥିଲେ। ସୁଭଦ୍ରା ଶକ୍ତିଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ବାସ୍ତବରେ ରୁଚି, ପୌଷ୍ଟିକତା ଏବଂ ଐତିହ୍ୟର ସମ୍ମିଶ୍ରଣ ଥିଲା ବୋଲି କହିଥିଲେ। ଓଡ଼ିଆ ରୁଚି ଓ ପାରମ୍ପରିକତାକୁ ଏକ ସୁନ୍ଦର ରୂପରେ ପ୍ରଦର୍ଶନ କରିଥିଲେ। ରାଜ୍ୟ ସରକାରଙ୍କର ଏହି ପଦକ୍ଷେପ ଆମ ସଂସ୍କୃତି ଓ ଓଡ଼ିଆ ଐତିହ୍ୟକୁ ଆଗକୁ ବଢ଼ାଇବ ବୋଲି ଉପବାଚସ୍ପତି ମହୋଦୟ ମତ ପ୍ରକାଶ କରିଥିଲେ। ସବଡେଗାରୁ ରାଜୁ ପଟେଲଙ୍କ ରିପୋର୍ଟ, ସନ୍ଧ୍ୟା ନ୍ୟୁଜ୍।